नमस्कार जय जगन्नाथ सांग माने केमिति अछंती मो तो बहुत भलरे अछि आउ देखिकी तो जानि पारुथिबे आजिर आइटम कोन बनिबो समस्त बनै की खाइलेनी ना नाइ शीत दिन जिबा पूର୍ବरु समस्त एटा बनै की खांतु आ घरे समस्त को खुआंतु सतरे बहुत बढ़िया लागिवो काहेकि ना प्रत्येक दिन तो आमे छोटो गाजर जो ऑरेंज कलर गाजर छोटो साइज रे एटा मो मिलुची किंतु एटा गाजरटा केवल हम शीत दिन ही मिले आउ बहुत मीठा लागे गाजरटा खाइया पई आ गाजर हलवा केमिति बा न बनेबा जेहेतु शीत दिनटा पळेइ जिवो आ तो ए गाजरटा बहुत कम आसीबो आ खरा हेले जानथिबे गाजरटा सुखी जिवो बेसी मीठा लागिवनी आ शीत दिन बनै के खाइबे तार मीठा किछि अलगा और टेस्ट भी किछि अलगा देखंतु मु नै आसली 1 किलो गाजर जेहेतु गाजर हलवा खाया पई घरे एकदम मो मुंडो खराब कर देलेनी काइना गाजर हलवा खाया पई जेतिकी टेस्ट बनिया पई माने किछि प्रॉब्लम नै बाकी जो गाजर हलवाटा घसिबे ना सेईटा ही टाइम लागे आउ किछि नो ମୁଁ 1 କିଲୋ ଗାଜର ଆଣିଥିଲି ତାକୁ ଭଲସେ ଦୁଇରୁ ତିନି ଥର ମୁଁ ତାକୁ ଧୋଇଛି କାହିଁକିନା ଯେହେତୁ ନୂଆ ଗାଜରଟା ମାଟି ଅଂଶ ଟିକେ ଥାଏ ଗାଜର ଲାଗିକି ତାକୁ ଭଲସେ ଘଷିଦେଲି ଧୋଇ ଦେଇକି ବ୍ରସ୍ରେ ଭାରିକି ଘଷିଲି ଟିକେ ଟିକେ ମାଟି ଗୁଡ଼ା ଲାଗିଥାଏ ନା ଆଖି ଦେଖାଉନଥିବ ଗାଜର ମାନେ ଘଷିଦେବେ ଘଷିକି କରିଦେବେ କିନ୍ତୁ ଖାଇଲା ବେଳେ ଟିକେ ଟିକେ ବାଲି ବାଲି ପାଟିକି ଆସିବ ବିଲକୁଲ ଭଲ ଲାଗିବ ଦାନ୍ତରେ ଲାଗିବ ଦେଖନ୍ତୁ ତାକୁ ଭଲସେ ମାନେ ଘଷିଦେଲି ଘଷିବାଟା ଏଇଥିପାଇଁ ଟିକେ ଡିଫିକଲ୍ଟ ଲାଗେ ହାତ ଗୁଡ଼ା ଭାରି ମାନେ ବିନ୍ଧେ ସେଇଟା ହିଁ ଟାଇମ୍ ଲାଗେ ନହେଲେ ଗାଜର ହଲୱାଟା ଟାଇମ୍ ଲାଗେନି କି ଲାଗେ କିନ୍ତୁ ମେନ୍ ଘଷିବାଟା ହିଁ ପ୍ରୋବ୍ଲେମ୍ ଆଉ କିଛି ନୁହେଁ ଗୋଟେ ଘଷିଦେଲି ଦେଖନ୍ତୁ 1 କିଲୋ ଗାଜର ମୋତେ ପ୍ରାୟ 1 ଘଣ୍ଟା କି 45 ମିନିଟ୍ ଲାଗିଗଲା ଘଷିକି ପୁରା ଦେଖନ୍ତୁ ଥାଳି ପୁରା ଫୁଲ୍ କରିଦେଲି ଘଷିଲା ପରେ ଏଠି ଗୋଟେ ଗ୍ୟାସ୍ରେ ଗୋଟେ କରେଇ ନେଇଯାଇଛି ଆଉ ଆପଣ ନର୍ମାଲ୍ କରେଇରେ ବନେଇ ପାରିବେ ମାନେ ନନ୍ଷ୍ଟିକ୍ କରେଇରେ ବନେଇ ପାରିବେ ନନ୍ଷ୍ଟିକ୍ କରେଇରେ ବନେଇଲେ ଏଇଆ କ'ଣ ମାନେ ଯେ ଗାଜର ହଲୱାଟା ତଳେ ଲାଗିବନି ଏଠି ଗୁଆ ଘିଅ ନେଇଯାଇଛି 2 ବଡ଼ ଚାମଚ ନେଇଛି ଗୁଆ ଘିଅ ଟିକେ ଅଧିକ ନେଲେ କ'ଣ ହବ ନା ସାଙ୍ଗମାନେ ତା ଘିଅର ଯେଉଁ ସ୍ମେଲ୍ଟା ଭଲ ଲାଗେ ଆଉ ଗାଜର ହଲଟା ଭଲସେ ଭାଜି ହେଇଯାଏ ମୁଁ ଏଠି ଗୋଟେ ବଡ଼ ଭୁଲ କରିଦେଲି କମେଣ୍ଟରେ ନିହାତି କହିବେ କ'ଣଟା ସେ ଭୁଲଟା ଦେଖନ୍ତୁ ଗାଜରଟା ମୋର ଅଧିକ ହେଇଗଲା କିନ୍ତୁ ମାନେ କରେଇଟା କମ୍ ପଡ଼ିଗଲା ସେଇଟା ହେଲା ବଡ଼ ଭୁଲ ଭାବୁଥିଲି ଟିକେ ବଡ଼ ସାଇଜ୍ରେ କରେଇ ନେବି ମାନେ 1 କିଲୋ ଗାଜର ହେଇଯିବ ଆଉ ଦେଖନ୍ତୁ ମୋ କରେଇଟା ପୁରା ଫୁଲ୍ ହେଇଗଲା ମୋ ଥାଳିଟା ଭରା ମୋତେ ଏତେ ଅନ୍ଦାଜ ନାହିଁ କିନ୍ତୁ ମୁଁ ମୋ ଭଳିଆ କେହି ଭୁଲ କରିବେନି ପ୍ଲିଜ୍ ଆଉ ଭିଡ଼ିଓଟା ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ କେମିତି ଲାଗୁଛି ଆଉ କେଉଁମାନଙ୍କର ଗାଜର ହଲୱା ପସନ୍ଦ ଆମ ଘରେ ତ 2 ଜଣଙ୍କର ବହୁତ ପସନ୍ଦ ଗୋଟେ ହେଲା ମୋ ହଜବେଣ୍ଡ ଆଉ ଗୋଟେ ହେଲା ମୋ ଝିଅ ତାର ବହୁତ ପସନ୍ଦ 2 ଜଣଙ୍କର ବହୁତ ପସନ୍ଦ ଗାଜର ହଲୱା ପ୍ରତ୍ୟେକ ମାନେ ବର୍ଷ ମଝିରେ ଏମିତି ବନାଏ କିନ୍ତୁ ଆମର ଏଇ ଶୀତ ଦିନ ଆସିଲେ ସେମାନେ କହିବେ ଗାଜର ହଲୱା ବନାଅ ବହୁତ ଭଲ ଲାଗେ କିନ୍ତୁ ଲାଲ ଗାଜରଟା ଆଉ ଦେଖନ୍ତୁ ମୁଁ ଗାଜର ହଲୱାଟା ଆପଣଙ୍କ ସହିତ କଥା ହେଇତେ ଦେଖନ୍ତୁ ଗାଜର ହଲୱାଟା ମୋର ବି ଭାଜି ହେଇଗଲାଣି ଗାଜର ଏଇଥିରେ ଲାଲ ଗାଜର କ'ଣ କଲେ ଟିକେ ପାଣି ଅଂଶ ଅଧିକ ଥାଏ ଭାଜିବା ପାଇଁ ଟିକେ ଟାଇମ୍ ଲାଗେ ବେଶୀ ନୁହେଁ ତଥାପି 10-15 ମିନିଟ୍ ଟାଇମ୍ ଲାଗେ ତାକୁ ବିଲକୁଲ ଘୋଡ଼େଇବେନି ଖୋଲାରେ ଏମିତି ଭାଜିବେ ଖୋଲାରେ ଭାଜିଲେ କ'ଣ ହେବ ନା ପାଣି ଗୁଡ଼ା ଜଲ୍ଦି ଶୁଖିଯିବ ବେଶୀ ଟାଇମ୍ ଲାଗିବନି ଆଉ ଦେଖନ୍ତୁ ପାଣି ଗୁଡ଼ା ଯେତେବେଳେ ଗାଜରରେ ପାଣି ଗୁଡ଼ା ଶୁଖିଗଲା ପରେ ମୁଁ ଏଠୁ ଚିନି ପକାଇ ଦେଇଛି ଆଉ ଯଦି ମିଠା ଅଧିକ ଖାଉଥିବେ ତାହେଲେ ମିଠା ଅଧିକ ପକାଇବେ ଯଦି କମ୍ ଖାଉଥିବେ ତାହେଲେ କମ୍ ପକାଇବେ କାହିଁକିନା ଆମର ଯେଉଁ ଦୁଇ ପ୍ରାଣୀ ତାଙ୍କୁ ଟିକେ ମିଠା ଅଧିକ ପସନ୍ଦ ମୋତେ ବି ପସନ୍ଦ ମୁଁ କାହିଁ ମିଛ କହିବି ମୋତେ ବି ପସନ୍ଦ କିନ୍ତୁ ଆମେ ଟିକେ ମିଠା ଅଧିକ ଖାଉ ମିଠା ଅଧିକ ଖାଇବାଟା ଭଲ ନୁହେଁ ଦେହ ପ୍ରତି ଖରାପ କିନ୍ତୁ କ'ଣ କରିବା ମଝିରେ ମଝିରେ ଖାଇବା କଥା ସେମିତି କିଛି ନୁହେଁ ଗୋଟେ ମିଠା ଟିକେ ଅଧିକ ଦେଇଛି ଦେଖନ୍ତୁ ଦେଲା ପରେ ଗାଜରରେ ପାଣି ଗୁଡ଼ା ଶୁଖିଗଲା ବାକି ଚିନିରେ ଯେଉଁ ପାଣି ଗୁଡ଼ା ସେଗୁଡ଼ା ଦେଖନ୍ତୁ କେମିତି ଏପଟ ସେପଟ ଲେଉଟେଇକି ଭାଜିବେ ଭାଜିଲା ପରେ ବିଲକୁଲ କରେଇରେ ଲାଗିବନି ପୁରା ମସଲା କଷିଲା ପର୍ଯ୍ୟନ୍ତ ଏପଟ ସେପଟ ଭାଜି ହେଇଯିବ ହେଇଗଲା ପରେ 1 କିଲୋ ଗାଜରରେ 1/2 ଲିଟର କ୍ଷୀର ନେବେ ପୁରା ପରଫେକ୍ଟ କିଛି ଅସୁବିଧା ହେବନି ମୁଁ ଏଠି ଅମୁଲ କ୍ଷୀର ନେଇଛି 1/2 ଲିଟର ନେଲା ପରେ ତାକୁ ଛାଡ଼ିଦେବେ ସେଇଥିରେ ଫୁଟିକି ଆମର କ୍ଷୀର ଗୁଡ଼ା ଶୁଖିଯିବ ତାପରେ ଆମେ ଦେଖିବେ ଗାଜର ବର୍ତ୍ତମାନ ଦେଖାଉଛି କେମିତି ତାପରେ ଗାଜର ଆକୃତିଟା କେମିତି ଦେଖାଯିବ କେଉଁମାନଙ୍କୁ ଗାଜର ପସନ୍ଦ ଗାଜର ହାଲୁଆ ପସନ୍ଦ କମେଣ୍ଟରେ ନିହାତି କହିବେ ଏମିତି ସାଙ୍ଗମାନେ ବନେଇକି ରଖିବେ ଗୋଟେ ଦିନ ନୁହେଁ ଗୋଟେ ସପ୍ତାହ ରହିବ ଫ୍ରିଜରେ ରଖିବେ କୌଣସି ପ୍ରୋବ୍ଲେମ୍ ନାହିଁ ଥଣ୍ଡା ଦିନ ରହିଲେ କିଛି ବି ଅସୁବିଧା ହେବନି ଖାଇପାରିବେ ମଝିରେ ମଝିରେ କାଢ଼ିକି ଖାଇପାରିବେ ରୁଟିରେ ଖାଆନ୍ତୁ ବିଶେଷ କରି ଭାତର ନୁହେଁ ଗୋଟା ରୁଟିରେ ଖାଇବା ପାଇଁ ଭଲ ଲାଗେ ଆଉ ଗୋଟେ କଥା ଆମ ଘରେ ଦ୍ୱିପହର ନୁହଁ ବିଶେଷ କରି ରାତିରେ ଖାଇସାରିଲା ପରେ ଟିକେ ମିଠା ଯାହା ବେଲେ ଦରକାର ମୋ ହଜବେଣ୍ଡକୁ ହଉ ମୋ ଝିଅକୁ ହଉ ମୋତେ ତାଙ୍କୁ ଟିକେ କମ୍ କିନ୍ତୁ ମୋତେ ମୋ ଝିଅକୁ ଟିକେ ମିଠା ଜିନିଷ ଭଲ ଲାଗେ ବିଶେଷ କରି ମୁଁ ଗାଜର ହାଲୁଆ ହଉ ସୁଜିର ମିଠା ହଉ ମୁଁ ବନେଇକି ପ୍ରାୟ ରଖେ ଭଲ ଲାଗେ ଦେଖନ୍ତୁ ସେତେବେଳେ କ୍ଷୀର ଦେଇଥିଲି କେମିତି ଦେଖାଯାଉଥିଲା ଏବେ ଦେଖନ୍ତୁ ପୁରା ଶୁଖି ଆସିଲା ପରେ ଆଉ କିଛି ଅସୁବିଧା ଦେଖନ୍ତୁ ଚାରି ସାଇଡ଼୍ ପୁରା ଘିଅ ଯେମିତି ଫୁଟି ଆସିଲାଣି ଯେମିତି ଆମର ମସଲା ଛାଡ଼ିଯାଏ
ତେଲରୁ ମସଲା ଛାଡ଼ିଗଲା ପରେ ତେଲ ଉପରୁ ଉଠି ଆସେ ସେମିତି କ୍ଷୀରରୁ ପୁରା ଗାଜର ହେଲା ପୁରା ଅଲଗା ହେଇଗଲା ପୁରା ଘିଅ ଅଂଶ ଉଠି ପଇଲା। ମୁଁ ଏଠି ନେଇଛି କାଜୁ କିସମିସ୍ ଆଲମଣ୍ଡ ସବୁ ଛୋଟ ଛୋଟ କାଟିକି ନେଇଛି ଭାଜିକି ନେଇପାରିବେ କଞ୍ଚା ବି ନେଇପାରିବେ। ମୁଁ ଏଠି ବିଲକୁଲ ଭାଜି ନାହିଁ ସେମିତି କଞ୍ଚା କାଟି ନେଇଛି ବିଲକୁଲ ଭାଜିବା ହିଁ ଦରକାର ନାହିଁ ବହୁତ ବଢ଼ିଆ ଲାଗିବ ବାସ୍ନାରେ ମାନେ ପୁରା ଟେଷ୍ଟ ହିଁ ପୁରା ଡବଲ ହେଇଯିବ। ଦେଖନ୍ତୁ ପୁରା ମସଲା ଭଳିଆ କଷି ହେଇଗଲା ନା ବହୁତ ବଢ଼ିଆ ଲାଗିବ ସାଙ୍ଗମାନେ ସତରେ ଏମିତି ବନେଇକି ଖାଆନ୍ତୁ। ଆଉ ଗୋଟେ କଥା ଭିଡ଼ିଓଟା ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ କମେଣ୍ଟରେ ନିହାତି କହିବେ କେମିତି ହେଇଛି ଆଉ ବନେଇକି ଖାଆନ୍ତୁ ସତରେ ବହୁତ ବଢ଼ିଆ ଲାଗିବ। ଦେଖ ଲାଷ୍ଟରେ ଅଳେଇଚ ଗୁଣ୍ଡ ଟିକେ ପକେଇ ଦେଇଛି ଆଉ ବାସ୍ନା ତ କାହିଁ କହିବେ ଘର ସାରା ପୁରା ମହକୁଛି। ଏଟା ବନେଇଛି ଏକ ବାର ଯେହେତୁ ଥିଲା ଆଜି ବିନା ପିଆଜ ରସୁଣ ଏଥିରେ କୌଣସି ପ୍ରୋବ୍ଲେମ୍ ନାହିଁ ବିନା ପିଆଜ ରସୁଣ ରଖିକି ଖାଇପାରେ। ମୁଁ ଯେହେତୁ ଟିକେ ଅଧିକ ନେଇ ଆସିଲି ଆଉ ଏକ ବାର ଥିଲା ବନେଇ ଦେଇଥିଲି 2-3 ଦିନ ଆରାମସେ ରହିଯିବ ଗୋଟେ ସପ୍ତାହ ରହିଲେ ବି ଚଳିବ ଫ୍ରିଜରେ ରଖିଦେବେ। ଦେଖନ୍ତୁ ତଳେ ଲାଗୁଛି ଦେଖିଲେ ତ ବିଲକୁଲ ତଳେ ଲାଗୁନି ନା ଏପଟ ସେପଟ ଲେଉଟି ହେଇଯାଉଛି। ଭିଡ଼ିଓଟା ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ କମେଣ୍ଟ କରନ୍ତୁ ସବସ୍କ୍ରାଇବ୍ କରନ୍ତୁ ଲାଇକ୍ କରନ୍ତୁ ଘରେ ସମସ୍ତଙ୍କୁ ଖୁଆନ୍ତୁ ଆଉ ସମସ୍ତେ ପ୍ରଶଂସା ହିଁ ପ୍ରଶଂସାରେ ପୁରା ପୋତି ଦେବେ। ଏବେ ମୁଁ ଆପଣଙ୍କୁ ପ୍ଲେଟ୍ରେ କାଢ଼ିକି ଦେଖେଇବି ମୋ ଗାଜର ହଲୁଆଟା କେମିତି ହେଇଛି। ଏପଟେ ମୋ ଝିଅ କହୁଛି ମାମା ମୋତେ ଦେ ମୁଁ ଖାଇବି। ମୁଁ କହିଲି ଗରମ ଗରମ ବିଲକୁଲ ଖାନା ଯିବୁ ପୋଡ଼ିଯିବ ଥଣ୍ଡା ହେଇଗଲା ପରେ